ମୋ ସ୍ୱାମୀର ମଙ୍ଗଳ ହଉ। ଝୁଣ୍ଟି ପଡ଼ି ପୁଆ ତଳେ ଗଲେ ଗଡ଼ି ଝୁଣ୍ଟି ପଡ଼େ ପୁଆ ତଳେ ଗଲେ ଗଡ଼ି ଗୋଳକୁ ତଳେ ଗୋଳକୁ ତଳେ ଗୋଳକୁ ତଳେ सावार पुण्य तीर्थ सब पुओ पाए पुओ जदि टिके धूली रे गड़ी जाइछि कोड़ को टाणी आनिबो पणत कानी रे पोछि दबो ठाकुर को डाकिबो मो पुओर मंगल सूत्र मालो मा मंगला मो पुओर देह भल करि दे नडिया भल करि हां पुओर सिंगाणी बोई जाउ ओ मो सिंगाणी मो पुओर राती दे धन लम्मा तोरंगा पखाळ तोराणी मा से भाबुची तार ओजन के मो गोड़ काटिब केबे भाबिछि कोण रे बोसाई पिठिया हुसाई पिठिया हुसाई जो हाथे सुनारी मा परे किए मा परे तू देरी करना तू जदि देरी करे माँ सानी रो पूजा समय जदि डेरी हो जीवो ताहले तो माँ पूरी माँ सानी पत्र मार खाइबो तेणु बाबू रे मो धनटा परा तू देरी न करी वीडियो करू ना सुन मां तू तो जाने जो काली तू पागल को सोई दिलो मां काली रात सारा पता चला मत बोला मु सत कहूची मां तो देला बुझना मां तो चिठी ने भी बोला मां आ म कोड़ा के बसे तके जोरे भाई आगे तो गाई सुने अरे भूखो माता लो के भूखा करती भूखा मां तू जता बड़ मत बाध्य करू मां जाउछि मां बस मो पुओ को मो बठौछि मां मोर कथा मां मो देह तो भल लागु नै तू जता बाध्य करू मु जाउछि मां फुला तैयारी की देबी देवी साड़ी देखियो ना टंका देवी ना क्रिकेट साड़ी देखियो ना कदम लक्ष्य देबे
ମାର ଆଶିଷ ବାଣୀ ଶୁଣି ହର ମା ସାନ୍ତାଣୀ ପାଖରୁ ରକ୍ଷା ପାଇବା ପାଇଁ 12 ବର୍ଷର ପୁଅ ରୋହିତକୁ ରାତି ସାରା ଜ୍ୱର, ଦେହରେ ଜ୍ୱରଟା ଖଇ ଫୁଟି ଯାଉଛି, ସତେ ଯେମିତି ଧାନ ପକେଇଲେ ଫୁଟିଯିବ। ମୁଣ୍ଡ ଗୁଡାକ ଧକ ଧକ ହୋଇ ବିନ୍ଧୁଛି, ଗୋଡ ହାତ ଆଉ ଚାଲୁନି। ରୋହିତ କହିଲା, ମା ଯାଉଛି ମୋ ସାଙ୍ଗସାଥିକି ନେଇକି ଯିବି, ହଁ ମା ଏଇ ସାଙ୍ଗେ ସାଙ୍ଗେ ଫୁଲ ଦିଟା ଆଣିକି ଦେଇଦେବି। ହଁ ଲୋ ମା ମା ପାଖରୁ ବିଦାୟ ନେଉଛି ପୁଅଟା। ମା ହଠାତ କାହିଁକି ମା ମନଟା ଟିକେ ଛନକା ପଶିଲା। ହଁ ମା କହିଲା, ଗୁଣରେ ମା ଲୋ ଏଇ ପୁଅ ମୁଁ ଏ ସାଙ୍ଗମାନଙ୍କ ସାଙ୍ଗରେ ଯାଉଛି ଲୋ ମା। ଶୀଘ୍ର ଟିକେ ପଳେଇ ଆସ। ହଁ ମା ତୁ ଜମା ବ୍ୟସ୍ତ ହୋନା ମା, ତୁ ଅନେକ ଥା ମୁଁ ଆସିକି ପହଞ୍ଚିବି ମା। କାହିଁକି ଜାଣିଛୁ? କହନି ମା। ମୁଁ ତତେ କାହିଁକି କହୁଛି ଶୀଘ୍ର ପଳେଇ ଆସିବୁ? ବୋଲେ ମା କାହିଁକି ମା? କହିଲା, ନାଭି ହୃଦୟ ମୋର ହେ ଧନୁ, ତୁ ଟିକେ ଚିନ୍ତା କରିଛୁ? କଣ ମା? କହିଲା, ନାଭି ହୃଦୟ ଧନୁ ମୋର ସୁରାଏ ନାଭି ହୃଦୟ ଧନ ମୋର ସୁରାଏ କାହିଁକି କହୁଛି ଜାଣିଛୁ? ହେଲେ କଣ ପାଇଁ ମା? ମୋ ନାଭି, ହଁ ମା ମୋ ଡାହାଣ ଆଖି କାହିଁକି ପଡୁଛି? ମା ହେ ମା, ନାରୀ ମାନଙ୍କର ବା ମା ମାନଙ୍କର ହଁ ମା ଡାହାଣ ଆଖି ପଡିଥିଲେ ଲୋ ମା ଖରାପ, ନାଭି ପଡିଥିଲେ ଖରାପ, ବିପଦ ମାଡ଼ି ଆସେ। ସଭା କହୁଛି ଧନରେ ମା ମୋ ଦକ୍ଷିଣ ଆଖିର ଉପର ପତା କାହିଁକି ବିପଦ ହଉଛି? ହଁ ମା ମୋ ନାଭି କାହିଁକି ପଡୁଛି? ମା ହୁଏତ କିଛି ବିପଦ ପଡିବ। ମା ତେଣୁ ମା ମନ ତ, ହଁ ମା ତେଣୁ ତୁ ଶୀଘ୍ର ଟିକେ ପଳେଇ ଆସିବୁ। ଯାଉଛି ମା ବାହାରେ ପଡିଲା ରୋହିତ, ହଁ ସାଙ୍ଗସାଥିକି ନେଇ ଫୁଲ ତୋଳିବାକୁ ଯିବା। ହଠାତ ଅଶୁଭ ସଂକେତ ଦେଖିଲା। କଣ ବଣ ବାପା ଅଶୁଭ? ଘରୁ ବାହାରିଲା ବେଳେ ଆପଣ କଣ ଦେଖିଲେ ଯିବେନି? ଆଁ? ଆରେ ଫୋନ ଦେଖିଆ ଘରୁ ବାହାରିବ ନା ଫୋନ ଦେଖିଲେ ଯିବୁନି ସେଇଟା କୋଉ ସାର୍ କଣ? ମୁଁ ମାନେ ମୋ ସ୍ତ୍ରୀ କି କହିବି କଣ? ଘରୁ ବାହାରିକି ଗଲେ ଯଦି ବିଲେଇ ହବନି କାହିଁକି? ଏଟା ଜ୍ଞାନୀ ପିଲା